ରାଜନୈତିକ ଆକ୍ରୋଶର ଶିକାର ହିଁ ସୌମ୍ୟାଶ୍ରୀ ଦିଦି ଏବେ ଜୀବନ ଚାଲିଗଲା। କିନ୍ତୁ ଏଥିରୁ ଓଡ଼ିଶାବାସୀ କ'ଣ ଶିଖିଲେ? ଏଚ୍ଓଡ଼ି ଜଣେ କଂଗ୍ରେସ ସପୋର୍ଟର, ପ୍ରିନ୍ସିପାଲ ଜଣେ ବିଜେଡି ସପୋର୍ଟର, ତାକୁ ମିଳିମିଶି ମାନେ ଶାରୀରିକ ମାନସିକ ନିର୍ଯାତନା ଦେଲେ। ପ୍ରିନ୍ସିପାଲ ମାଗୁଛନ୍ତି ମୋତେ ଫେଭର ଦିଅ, ଏଚ୍ଓଡ଼ି କହୁଛନ୍ତି ମୋତେ ଫେଭର ଦିଅ। ଭାଇ ଏଠି ଚାଲିଛି କ'ଣ? କଲେଜକୁ ଯେଉଁ ଝିଅମାନେ ଯାଉଛନ୍ତି ତାଙ୍କଠୁ ଚାହୁଁଛନ୍ତି କ'ଣ ଏମାନେ? ଯଦି ସେ ଏବିପିର ଗୋଟେ କାର୍ଯ୍ୟକର୍ତ୍ତା ହେଲେ ବିଜେପି ସପୋର୍ଟର, ତାହେଲେ ତାଙ୍କୁ ଆମେ ଏଇ ଟାଇପ୍ର ମାନସିକ ନିର୍ଯାତନା ଦେବା, ତାଙ୍କୁ ଧମକେଇବା, ଉସ୍କେଇବା ଆତ୍ମହତ୍ୟା କରିବା ପାଇଁ। ଲାଷ୍ଟକୁ ସେ ଆତ୍ମହତ୍ୟା କଲେ। ତାପରେ ମାନେ ରାଜନୈତିକ ରୁଟି ଶିଖିଲେ କିଏ? ବିଜେଡି ଆଉ କଂଗ୍ରେସ। ମୁଁ ତ ନିହାତି ଭାବରେ ସରକାରଙ୍କୁ ଅନୁରୋଧ କରିବି, ଯେଉଁମାନଙ୍କ ଦ୍ୱାରା ସେ ମାନସିକ ଟର୍ଚର ହେଇଛନ୍ତି ପର୍ଟିକୁଲାର ସେମାନଙ୍କୁ ଫାଶୀ ଦିଆଯାଉ। ତା ନହେଲେ ସରକାରଙ୍କ ଉପରୁ ଆଇନ ବ୍ୟବସ୍ଥା ଉପରୁ ମାନେ ନାରୀମାନଙ୍କର ଆସ୍ତେ ଆସ୍ତେ ପୁରା ଭରସା ତୁଟିଯିବ। କାରଣ ଆପଣମାନେ ଦେଖନ୍ତୁ, ଯେଉଁ ରେଟ୍ରେ 95% ତାଙ୍କ ଦେହ ଜଳିଗଲା, ତାଙ୍କୁ ସେତିକି ବାଦି ନ ହୋଇଥିଲେ ସେ କେବେ ଆତ୍ମହତ୍ୟା କରିନଥିଲେ ନିଆଁ ଲଗେଇକିରି। ଏ ଛୋଟିଆ କଥା ନୁହଁ, ଛୋଟିଆ ମାନସିକତା କାମ କରିନାହାନ୍ତି ସିଏ। ତେଣୁକରି ଯେଉଁମାନେ ଆସି ରାଜନୀତିରେ ଆନ୍ଦୋଳନ କରୁଛନ୍ତି ଯେ ଆମେ ସୌମ୍ୟାଶ୍ରୀ ପାଖରେ ଛିଡ଼ା ହେଇଛୁ, ଭାଇ ତମ ଯୋଗୁଁ ତ ସେ ଝିଅର ଜୀବନ ଚାଲିଗଲା। ପର୍ଟିକୁଲାର ତା ମାଆ କ'ଣ ହୁଅନ୍ତି? ଆଉ ପର୍ଟିକୁଲାର ଯେଉଁ କଂଗ୍ରେସିଆଙ୍କର ପୋଷ୍ଟ ଦେଖିବ, ବିଜେଡ଼ିଆଙ୍କର ପୋଷ୍ଟ ଦେଖିବ, ଉଚ୍ଚଶିକ୍ଷା ମନ୍ତ୍ରୀ ତା ଭିତରେ ଭିଡ଼ୁଛନ୍ତି, ମୁଖ୍ୟମନ୍ତ୍ରୀକି ଭିଡ଼ୁଛନ୍ତି। ତମକୁ ଲଜ୍ଜା ଲାଗିବା କଥା, ନିନ୍ଦନୀୟ ଘଟଣା ଏଇଟା ଗୋଟେ। କିନ୍ତୁ ତୁମେ ଆକୁ ନେଇକି ରାଜନୀତିକରଣ କରୁଛ। ଯଦି ସେ ଝିଅ ପ୍ରତି ସମ୍ବେଦନା ଅଛି ତାହେଲେ ସରକାରଙ୍କୁ ଅନୁରୋଧ କର, ଯେମିତି କଠୋରରୁ କଠୋର ସେମାନେ ଦଣ୍ଡ ପାଆନ୍ତୁ ଯେଉଁମାନେ ଏମିତି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ମୋର ତ ଆଶା ଅଛି ନିହାତି ଭାବରେ ନ୍ୟାୟ ମିଳିବ।